ଶୁଣନ୍ତୁ ମୋର ଆଉ ଗୋଟିଏ ନୂଆ ଗଳ୍ପ। ଦୁଇ ବନ୍ଧୁ ଅରୁଣ ଓ ପ୍ରକାଶ ପିଲାଦିନର ବନ୍ଧୁ। ଏକା ସାଙ୍ଗରେ ପାଠ ପଢୁଥିଲେ। ସବୁ ତାଙ୍କର ଏକା ସାଙ୍ଗରେ ହିଁ ହୋଇଛି। କେଉ ଅଲଗା ହୋଇଗଲା କଣ ନା, ଅରୁଣ ଚାକିରି ଆଗ ପାଇଗଲା। ଦୁହେଁ ଏକା ସାଥିରେ ଏକା ପୋଷ୍ଟ ପାଇଁ ଫର୍ମ ପୂରଣ କରିଥିଲେ, ପରୀକ୍ଷା ବି ଦେଇଥିଲେ, କିନ୍ତୁ ପ୍ରକାଶ ଚାକିରି ପାଇନଥିଲା। ଘରୁ ଚାକିରି ଜାଗା ଦୂର ହୋଇଯାଉଥିଲା। ତେଣୁ ବାଧ୍ୟ ହୋଇ ଅରୁଣ ପରିବାର ସହିତ ସହରରେ ରହିଲା। ଏ ରବିବାର ଦିନ ଆଉ ଗୋଟିଏ ପରୀକ୍ଷା ଅଛି, ଯାହାକୁ ପ୍ରକାଶ ଦେବ। ଅରୁଣ ପ୍ରକାଶକୁ କହିଲା, ତୁ ବସରେ ଆସେ, ମୁଁ ତତେ ଏଇଠୁ ମୋଟର ସାଇକେଲରେ ପରୀକ୍ଷା ସେଣ୍ଟରକୁ ନେଇଯିବି। ପ୍ରକାଶ କହିଲା, ନା, ଡେରି ହେବ, ତୁ ରାସ୍ତାରେ ଠିଆ ହୋଇଥିବୁ, ମୁଁ ମୋଟର ସାଇକେଲ ନେଇଯିବି, ଆମେ ସାଙ୍ଗ ହୋଇଯିବା। ଅରୁଣ ହଁ କରିଲା। ଠିକ ସମୟରେ ଦୁଇ ବନ୍ଧୁ ଏକାଠି ହେଲେ। ଅରୁଣ ପ୍ରକାଶକୁ କହିଲା, ତୁ ଫୋନ ବନ୍ଦ କରିଦେ, ଏକ୍ଜାମ ଦେଇ ସାରିଲେ ଯାଇକି ଖୋଲିବୁ। ପରୀକ୍ଷା ପୂର୍ବରୁ କାହା ଫୋନ ଧରିବୁନି। ଫୋନ ଧରିଲେ ତୁ ଡିଷ୍ଟର୍ବ ହେଉଛୁ। ଏ ଚାକିରି ତୁ ପାଇବା ମୋର ନିହାତି ଦରକାର। ପ୍ରକାଶ କହିଲା, ହଉ ହେଲା, ମୁଁ ଫୋନ ବନ୍ଦ କରୁଛି, ତୁ ଚଲା ଗାଡ଼ି। ଅରୁଣ କହିଲା, ନା ନା, ତୁ ଚଲା, ମୁଁ ବସିଛି। ଦୁହେଁ ରାସ୍ତା ଯାକ ବହୁତ ଗପି ଗପି ଗଲେ। ଏମାନଙ୍କୁ ସମସ୍ତେ ବୁଲି ବୁଲି ଚାହୁଁଥିଲେ। ପ୍ରକାଶ ପରୀକ୍ଷା ଦେବାକୁ ଗଲା। ପ୍ରକାଶର ପରୀକ୍ଷା ବି ଭଲ ହୋଇଥିଲା। ସେ ଖୁସିରେ ହଲରୁ ଫେରିଲା। ଗାର୍ଡ ପାଖରୁ ଫୋନ ଆଣିଲା। ଗାଡ଼ି ଉପରେ ବସିଥିବା ଅରୁଣକୁ ଭଲ ହୋଇଛି ବୋଲି ଆଙ୍ଗୁଠି ଦେଖାଇଲା ଓ ଫୋନ ଖୋଲିଲା। ଘରୁ ଅରୁଣ ଫୋନରୁ କେଜାଣି କେତେ ମିସ୍ କଲ୍ ଆସିଛି। ସେ ଆଶ୍ଚର୍ଯ୍ୟ ହେଲା। ଅରୁଣ ତା ସାଥିରେ ଅଛି, ପୁଣି ଫୋନ କାହିଁକି କରୁଛି? ସେ ଫୋନ ଲଗାଇଲା। ଅରୁଣର ବାପା ଫୋନ ଧରିଲେ। ଜୋରରେ କାନ୍ଦି କହିଲେ, ବାପରେ, ତତେ କେତେ ଫୋନ ଲଗେଇଲି, ତୁ ଫୋନ ବନ୍ଦ କରିଦେଇଥିଲୁ। ଅରୁଣ ତୋ ପାଖକୁ ଯିବାକୁ ସକାଳୁ ରାସ୍ତା ପାରି ହେବା ସମୟରେ ଟ୍ରକ୍ ଧକ୍କା ଦେଲା। ସେ ଆମକୁ ଛାଡ଼ି ଚାଲିଗଲାରେ ଆଗକୁ କିଛି କହିପାରିଲେ ନାହିଁ। ପ୍ରକାଶକୁ ତାପରେ ଆଉ କିଛି ଶୁଭୁନଥିଲା କି କିଛି ଦିଶୁନଥିଲା। ତା ହାତରୁ ଫୋନ ଖସି ପଡ଼ିଲା। ଗାଡ଼ି ଆଡ଼କୁ ଚାହିଁଲା। ଗାଡ଼ି ଉପରେ ତାକୁ ଆଉ ଅରୁଣ ଦିଶୁନଥିଲା। ଫୋନ ଖୋଲା ରହିଲେ ପ୍ରକାଶ କଥା ଶୁଣି ପରୀକ୍ଷା ଦେବନି ସେ ଜାଣିଥିଲା। ତେଣୁ ମରିଯିବା ପରେ ବି ବନ୍ଧୁର କର୍ତ୍ତବ୍ୟ ସେ ଭୁଲି ନଥିଲା। ଅରୁଣର ସବୁ କର୍ମ ପରେ ପ୍ରକାଶ ତା ବାପା ବୋଉଙ୍କୁ ସବୁଦିନ ପାଇଁ ଘରକୁ ନେଇ ଆସେ।